आज 78तम स्वाधीनता दिवस सारा भारतवर्ष पालुछि स्वाधीनता दिवस। ଏହି ଅବସରରେ ପ୍ରତ୍ୟେକ ସ୍ଥାନରେ ଭାରତବାସୀ ପତାକା ଉଡ଼ାଇ ପାଳନ କରୁଛନ୍ତି। ତେବେ ଓଡ଼ିଶାରେ ମଧ୍ୟ ଏହା ବେଶ ଧୁମଧାମରେ ପାଳିତ ହୋଇଛି। ସେହିପରି ଐତିହାସିକ ସହର କୁହାଯାଉଥିବା କଟକ ବାରବାଟୀ ଷ୍ଟାଡିୟମରେ ମଧ୍ୟ ପାଳିତ ହୋଇଛି ସ୍ୱାଧୀନତା ଦିବସ। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପହଞ୍ଚି ସେଠାରେ ପତାକା ଉତ୍ତୋଳନ କରିଥିଲେ ଏବଂ ଆଜିର ମହାନ ଦିନରେ ମହିଳାମାନଙ୍କ ପାଇଁ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ଋତୁସ୍ରାବ ହେଲେ କର୍ମଜୀବୀ ମହିଳା ପାଇବେ ଦିନେ ଛୁଟି। ସରକାରୀ ଓ ବେସରକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଏହି ସୁବିଧା। ସମଗ୍ର ରାଜ୍ୟରେ ଲାଗୁ ହେବ ଏହି ନିୟମ। ସାରା ଦେଶ ଆଜି 78ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ। ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ। ଋତୁସ୍ରାବ ଦିନ କିମ୍ବା ଦ୍ୱିତୀୟ ଦିନ ଏହି ଛୁଟି ନେଇପାରିବେ। କଟକରେ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ସମାଜସେବୀ ନମ୍ରତା ଚଢ଼ା କହିଛନ୍ତି ଯେ କର୍ମଜୀବୀ ମହିଳାମାନଙ୍କର ବହୁ ଦିନରୁ ଏହି ଛୁଟି ପାଇଁ ଦାବି ହୋଇଆସୁଥିଲା। ଆଜି ଉପମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି। ଏହାକୁ ଏକ ସୁନ୍ଦର ଓ ଅଭିନବ ପଦକ୍ଷେପ। ସେଥିପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। कटक भली एक ऐतिहासिक जिले में मोर भी जिला मोर भी राज्यस्थल स्वाधीनता दिवस अतिथि पद्मविभूषण पद्मश्री उपाधिधारी समस्त वरिष्ठ साहसिकता पुरस्कार दवा यहाँ मो गोटे सौभाग्यर कथा। आम समस्ते जाचे नारी शक्तिर समवेत ही ओडिशार सामग्रिक विकास हो एक विकसित ओडिशा स्वाधीनता दिवस रे हमर आधार को यही स्वाधीनता दिवस रे देखते कटक रे अनेक किसी परिवार अच्छी पर्यटन रे बारवाटी दुर्ग को ऐतिहासिक मान्यता दबार अच्छी बाली यात्रा को आंतर्जातिक स्तर मना कटक रे जमी बोट क्लब ये सब को कॉन्ग्रीगेटेड डेवलपमेंट करा 60 दिन भीतर सरकार चूड़ांत रूप नहीं पार सुभद्रार फीडबैक आसी मत लगुच सेप्टेम्बर 17 रे सुभद्रा मिल जहाँ फीडबैक साधारण महिला पक्षे अति साधारण भाव सुभद्रा पहुंचु बाटर बाट मरणा न हो रोकवाई जहाँ जनता बुद्धिजीवी मान ऑप्शनल हम जमा ना जो महिला कार्य क्षेत्र को आसुले से दिन कि पर दिन पीड़ा जो दिन चाहिए दिन छुट्टी कटकरू राजेंद्र छोटराय रिपोर्ट NTV।